ଚାଲିଛି ଶହ ଶହ ହାଇୱା ଓ ଟ୍ରାକ୍ଟରରେ ବେଆଇନ ବାଲି ଚୋରା ଚାଲାଣ ହେଉଛି ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଦିନ ହାଇୱା ଓ ଟ୍ରାକ୍ଟରରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବାର ବାରମ୍ବାର ଅଭିଯୋଗ ଆସୁଥିଲା। ଏନେଇ ଶନିବାର ସନ୍ଧ୍ୟା 7ଟା ସମୟରେ ବୌଦ୍ଧ ଆଇଆଇସି ରଞ୍ଜିତ କୁମାର ମୁନି ବୌଦ୍ଧ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଆଇନ ବାଲି ଚାଲାଣ କରୁଥିବା 4ଟି ଟ୍ରାକ୍ଟରକୁ ଜବତ କରି ମାମଲା ରୁଜୁ କରାଯାଇଥିବାର ସୂଚନା ଦେଇଛନ୍ତି। ଶ୍ରୀ ମୁନି ଦେଇଥିବା ସୂଚନା ଅନୁଯାୟୀ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ଜହ୍ନାପଙ୍କ ଫାଣ୍ଡି ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇଥିଲା। ବେଆଇନ ବାଲି ଚାଲାଣ ଅଭିଯୋଗରେ ବୌଦ୍ଧ ଥାନାରେ 4ଗୋଟି ପୃଥକ ମାମଲା ରୁଜୁ କରାଯାଇ 4 ଜଣ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିଛି। ସବୁ ଥାନା ମାନଙ୍କରେ ବିଭିନ୍ନ ପ୍ରକାର टीम करी एई जो बाली इलीगल जो बाली नौथिले से ऊपर आम चढ़ाऊ जारी रखिथिलु एवं से चढ़ाऊ समय आम भी जनापंक एरिया रे चढ़ाऊ करथलु जो बहुत आदर्श थाना 4 गोटी ट्रैक्टर बाली लोडेड ट्रैक्टर सेटा जबत करथिले। से जबत को नहीं 4 गोटी केस होईछि आदर्श थाना रे। सेही परि भाव रे कंटामाल इलाका रे मध्य 2 गोटी केस होईछि एवं बाउंसुणी इलाका रे मध्य केस होईछि। एई भली जो बाली चोरा चालान जो भली भाव रे चलीछि ताकू रोक लगा पाई जिल्ला रे विभिन्न प्रकार कमिटी होईछि जेउथरे माइनिंग डिपार्टमेंट भी अछि। माइनिंग डिपार्टमेंट सहित तहसील एवं पुलिस भी शामिल अछंती एवं पुलिस तार निजस्व भाव रे मध्य से चढ़ाऊ जारी रखिछि। बौद्धरू जयानंद मिश्रଙ୍କ रिपोर्ट खबर ओडिशा।